ରାୟଗଡ଼ା ଅଞ୍ଚଳର କାଳିକ ପଞ୍ଚାୟତର ଗହିରାବନ୍ଧ ଗାଁର ଆଦିବାସୀ ମାର୍ଶାଲ ଡାହାର ୟୁଥ୍ କ୍ଲବ ଦ୍ୱାରା ଷଷ୍ଠ ବାର୍ଷିକ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଶନିବାର କ୍ଲବ ଦ୍ୱାରା ଆମନ୍ତ୍ରିତ ମୁଖ୍ୟ ଅତିଥି ଡକ୍ଟର ଭୀଷ୍ମ ପରିଡ଼ାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା। ଖେଳରେ 16ଟି ଦଳ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାର ଖେଳାଳି ଭାଗ ନେଇ ଖେଳ ପ୍ରଦର୍ଶନ କରିଥିଲେ। ଚୂଡ଼ାନ୍ତ ଖେଳ ହରିଣାବନ୍ଧ କାର୍ଗିଲ ସଲ୍ଜର ଏଫ୍ସି ଓ ମା ଦିବ୍ୟଶକ୍ତି ଏଫ୍ସି ବାଲେଶ୍ୱର ସହ ହୋଇଥିଲା। ଦିବ୍ୟଶକ୍ତି ଏଫ୍ସି ବିଜେତା ହୋଇ ଟ୍ରଫି ସହ 30,000 ଟଙ୍କା ଗ୍ରହଣ କରିବା ସହ ଉପବିଜେତା କାର୍ଗିଲ ଏଫ୍ସି ଟ୍ରଫି ସହ 22,000 ଟଙ୍କା ଆର୍ଥିକ ରାଶି ଗ୍ରହଣ କରିଥିଲେ। ତେବେ ସେମିଫାଇନାଲରୁ ପରାଜିତ ଉଭୟ ଦୁଇ ଦଳକୁ 4,000 ଟଙ୍କା କ୍ଲବ ତରଫରୁ ଦିଆଯାଇଥିଲା। ହଜାର ହଜାର ସଂଖ୍ୟକ ଦର୍ଶକ ଭିତରେ ଚୂଡ଼ାନ୍ତ ଖେଳର ଖେଳାଳିଙ୍କୁ ଉଦ୍ବୋଧନ ଦେବା ପାଇଁ କ୍ଲବ ତରଫରୁ ମୁଖ୍ୟ ଅତିଥି ଡକ୍ଟର ପରିଡ଼ାଙ୍କ ସହ ସମ୍ମାନିତ ଅତିଥି ଶ୍ୟାମଲାଲ ବାସ୍କେ, ସନ୍ତୋଷ କୁମାର ଜେନା, ମୁସୁ ମୁର୍ମୁ, ଦେବେନ୍ଦ୍ର ସୋରେନ, କାଦୁ ମାରାଣ୍ଡି, ନାଥୁରାମ ସୋରେନ, ରାଜୀବ ପାତ୍ର ଉପସ୍ଥିତ ରହିଥିଲେ। ତେବେ କ୍ଲବର ସଭାପତି କିସ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଜୟପ୍ରକାଶ ମୁର୍ମୁ ମଞ୍ଚ ଆହ୍ୱାନ କରିବା ସହ ଅତିଥିଙ୍କ ପରିଚୟ ଦେଇଥିଲେ। ତେବେ ଅଞ୍ଜନ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ଅନ୍ୟାନ୍ୟ ସଦସ୍ୟଙ୍କ ଭିତରୁ ରାଜା ଟୁଡୁ, ମିଟୁ ମୁର୍ମୁ, ବାଘରାୟ କିସ୍କୁସ, ଆଦର୍ଶ ମୁର୍ମୁ, ପ୍ରକାଶ ମହାନ୍ତି, କିଷ୍ଟ ସୋରେନ, ଦୁଃଖିଆ ମାରାଣ୍ଡିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ସହଯୋଗରେ 2 ଦିନ ଧରି ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ସମ୍ଭବ ହୋଇପାରିଥିଲା। ତେବେ ରାୟଗଡ଼ା ଅଞ୍ଚଳରେ ଏକ ସ୍ପୋର୍ଟସ ଏକାଡେମୀ ଆବଶ୍ୟକତା ବୋଲି ନିୟନ୍ତ୍ରିତ ସମସ୍ତ ଅତିଥିଙ୍କ ଭିତରୁ ଦାବି ହୋଇଛି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।